Hello everyone, welcome to my YouTube channel Odisha Exam Guide to friends. ଆଜି ଭିଡ଼ିଓରେ ଆମେ ୱାନ୍ ୱାର୍ଡ ସବଷ୍ଟିଟ୍ୟୁସନର କିଛିଟା MCQs ଡିସ୍କସ୍ କରିବା ଯେଉଁଟାକି ଆପଣଙ୍କର ଆସୁଥିବା କରେଣ୍ଟରେ ଚାଲୁଥିବା RI ଅମିନ୍ ARI SFS ICDS ଏକ୍ଜାମ୍ ଏବଂ ଅପକମିଂ ASO SI PO ଏସବୁ ଏକ୍ଜାମ୍ସ ପାଇଁ ମୋଷ୍ଟ ଇମ୍ପୋର୍ଟାଣ୍ଟ ଆଉ ବହୁତ ହେଲ୍ପଫୁଲ୍ ରହିବ। ତ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। ତ ଚାଲନ୍ତୁ ଭିଡ଼ିଓଟିକୁ ଷ୍ଟାର୍ଟ କରିବା ଆଜିର ପ୍ରଥମ ପ୍ରଶ୍ନରୁ। ତ ଆଜିର ପ୍ରଥମ ପ୍ରଶ୍ନ ହେଉଛି ଆମର ଏ ପର୍ସନ୍ ହୁ ଲଭ୍ସ ମ୍ୟାନକାଇଣ୍ଡ ହେଲା, ଯେଉଁ ଗୋଟେ ମଣିଷ ଯିଏକି ମଣିଷମାନଙ୍କୁ ବା ମଣିଷ ଜାତିକୁ ଭଲ ପାଏ ତାକୁ ଆମେ କ'ଣ ବୋଲି କହୁଛେ, ତାକୁ ଆମେ ଫିଲାନ୍ଥ୍ରୋପିଷ୍ଟ ବୋଲି କହୁଛେ। ଓକେ, ନେକ୍ସଟ ଏ ପର୍ସନ୍ ହୁ ହେଟ୍ସ ୱିମେନ୍ ହେଲା, ଯିଏ ଗୋଟେ ମଣିଷ ଯିଏକି ମହିଳାମାନଙ୍କୁ ଘୃଣା କରେ ତାକୁ ଆମେ କ'ଣ କହୁଛେ, ତାକୁ ଆମେ ମିସୋଜିନିଷ୍ଟ ବୋଲି କହୁଛେ। କ'ଣ କହୁଛେ? ମିସୋଜିନିଷ୍ଟ। ନେକ୍ସଟ ଏ ପର୍ସନ୍ ହୁ କଲେକ୍ଟସ୍ ଷ୍ଟାମ୍ପସ୍ ହେଲା, ଗୋଟେ ମଣିଷ ବା ଗୋଟେ ପର୍ସନ୍ ବା ଗୋଟେ ଲୋକ ଯିଏକି ଷ୍ଟାମ୍ପ ହେଲା, ଷ୍ଟାମ୍ପ ତ ଜାଣିଥିବେ ଷ୍ଟାମ୍ପ ମାନଙ୍କୁ ସଂଗ୍ରହ କରେ ତାକୁ ଆମେ ଫିଲାଟେଲିଷ୍ଟ ବୋଲି କହୁଛେ। କ'ଣ? ଫିଲାଟେଲିଷ୍ଟ। ନେକ୍ସଟ ହେଉଛି ୱାନ୍ ହୁ ଇଟ୍ସ ହ୍ୟୁମାନ୍ ଫ୍ଲେସ୍ ହେଲା, ମଣିଷ ମାଂସ ଯିଏ ଖାଏ ତାକୁ ଆମେ କ'ଣ କହୁଛେ, ତାକୁ ଆମେ କ'ଣ କହୁଛେ, ତାକୁ ଆମେ କାନାଇବାଲ ବୋଲି କହୁଛେ। କ'ଣ? କାନାଇବାଲ। ନେକ୍ସଟ ହେଉଛି ଏ ଲାଇଫ୍ ଷ୍ଟୋରି ରିଟେନ୍ ବାଇ ୱାନ୍ ସେଲ୍ଫ ହେଲା, ଗୋଟେ ଜୀବନୀ ହେଲା, ଜୀବନର କାହାଣୀ ବା ଆତ୍ମକାହାଣୀ ଯିଏ ନିଜେ ଲେଖେ, ଯାହାର ହେଲା ମାନେ ମୁଁ ଲେଖିଲେ ସେଟାକୁ ଆମେ କ'ଣ କହିବା, ତାକୁ ଆମେ ଅଟୋବାୟୋଗ୍ରାଫି ବୋଲି କହିବା। କ'ଣ କହିବା? ଅଟୋବାୟୋଗ୍ରାଫି। ଓକେ, ଆଉ ବାୟୋଗ୍ରାଫି କହିଲେ ହେଲା ମୋ ଜୀବନ କାହାଣୀ ବା ହେଲା ଅନ୍ୟ ଜଣଙ୍କର ଜୀବନ ଅନ୍ୟ ଜଣେ ଲେଖିବା, ତାକୁ ଆମେ ବାୟୋଗ୍ରାଫି କହୁଛେ। ଓକେ, ନେକ୍ସଟ ୱାନ୍ ହେଉଛି ଏ ପର୍ସନ୍ ହୁ ନୋଜ୍ ମେନି ଲାଙ୍ଗୁଏଜେସ୍, ଗୋଟେ ମଣିଷ ଯିଏକି ବହୁତ ଗୁଡ଼ାଏ ଭାଷା ଜାଣିଛି ତାକୁ ଆମେ କ'ଣ କହିବା, ତାକୁ ଆମେ ପଲିଗ୍ଲଟ୍ ବୋଲି କହିବା। କ'ଣ? ପଲିଗ୍ଲଟ୍। ନେକ୍ସଟ ୱାନ୍ ହେଉଛି ଏ ସ୍ପିଚ୍ ମେଡ୍ ୱିଦାଉଟ୍ ପ୍ରିପାରେସନ୍, ଗୋଟେ ସ୍ପିଚ୍ ବା ଗୋଟେ ଭାଷଣ ବା ଗୋଟେ ସ୍ପିଚ୍ ଯେଉଁଟାକି ବିନା କୌଣସି ପ୍ରସ୍ତୁତିରେ କରିବା ବା ଦେବା, ସେଇଟାକୁ ଆମେ କହୁଛେ କ'ଣ? ଏକ୍ସଟେମ୍ପୋର ବୋଲି କହୁଛେ। କ'ଣ? ଏକ୍ସଟେମ୍ପୋର। ନେକ୍ସଟ ୱାନ୍ ହେଉଛି ଏ ପର୍ସନ୍ ହୁ କ୍ୟାନ୍ ୟୁଜ୍ ବୋଥ୍ ହ୍ୟାଣ୍ଡସ୍ ୱିଥ୍ ଇକ୍ୱାଲ୍ ସ୍କିଲ୍, ମାନେ ଗୋଟେ ମଣିଷ ଯିଏକି ନିଜର ଦୁଇ ହାତକୁ ସମାନ ଦକ୍ଷତା ହିସାବରେ ହେଲା କ'ଣ ବ୍ୟବହାର କରିପାରିବ। ଆପଣମାନେ ଫିଲ୍ମ ଦେଖିଦେବେ ଥ୍ରୀ ଇଡ଼ିଏଟ୍ସ, ସେଇଥିରେ ସେ ଯେଉଁ ଭାଇରସ୍ ହେଲା, ଭାଇରସ୍ ଯେମିତି ନିଜ ହାତକୁ ହେଲା ଲେଖିବାକୁ ୟୁଜ୍ କରିଥାଏ ସେଇଟାକୁ ଆମେ କ'ଣ କହିବା, ତାକୁ ଆମେ ଏମ୍ବି ଡେକ୍ସଟ୍ରସ୍ ବୋଲି କହିବା। ଏମ୍ବି ଡେକ୍ସଟ୍ରସ୍। ଓକେ, ନେକ୍ସଟ ୱାନ୍ ହେଉଛି ଏ ପର୍ସନ୍ ହୁ ନେଭର ବିଲିଭ୍ସ ଇନ୍ ଗଡ୍ ହେଲା, ଗୋଟେ ଲୋକ ଯିଏକି ଭଗବାନଙ୍କ ଉପରେ ବିଶ୍ୱାସ କରେ ନାହିଁ ତାକୁ ଆମେ କ'ଣ କହୁଛେ, ତାକୁ ଆମେ କ'ଣ କହିବା, ତାକୁ ଆମେ ଏଥିଷ୍ଟ ବୋଲି କହିବା। କ'ଣ? ଏଥିଷ୍ଟ। ନେକ୍ସଟ ଏ ପ୍ଲେସ୍ ହ୍ୱେର୍ ବର୍ଡସ୍ ଆର୍ କେପ୍ଟ ହେଲା, ଗୋଟେ ଜାଗା ଯେଉଁ ଜାଗାରେ ପକ୍ଷୀମାନଙ୍କୁ ରଖାଯାଏ ତାକୁ ଆମେ ଏଭିଆରି ବୋଲି କହୁଛେ। କ'ଣ? ଏଭିଆରି। ଓକେ, ନେକ୍ସଟ ୱାନ୍ ହେଉଛି ଏ ପର୍ସନ୍ ହୁ ଷ୍ଟଡିଜ୍ ହ୍ୟୁମାନ୍ ରେସେସ୍ ହେଲା, ଗୋଟେ ମଣିଷ ହେଲା ବା ଗୋଟେ ଲୋକ ଯିଏକି ହ୍ୟୁମାନ୍ ରେସେସ୍ ମାନେ ମଣିଷମାନଙ୍କର ଜାତିକୁ ହେଲା ପଢ଼ିଥାଏ, ତ ତାକୁ ଆମେ ଏନ୍ଥ୍ରୋପୋଲୋଜିଷ୍ଟ ବୋଲି କହୁଛେ। କ'ଣ? ଏନ୍ଥ୍ରୋପୋଲୋଜିଷ୍ଟ। ନେକ୍ସଟ ୱାନ୍ ଏ ପର୍ସନ୍ ହୁ ଟକ୍ସ ଟୁ ମଚ୍ ହେଲା, ଗୋଟେ ବ୍ୟକ୍ତି ଯିଏକି ବହୁତ କଥା କହେ ତାକୁ ଆମେ କ'ଣ କହୁଛେ, ଗେରୁଲସ୍ ବୋଲି କହୁଛେ। କ'ଣ? ଗେରୁଲସ୍ ବା ଟକେଟିଭ୍ ବୋଲି ବି ତାକୁ ଆମେ କହିଥାଉ। କ'ଣ? ଟକେଟିଭ୍ ହେଲା, ଟକେଟିଭ୍। ନେକ୍ସଟ ୱାନ୍ ହେଉଛି ଏ ପର୍ସନ୍ ହୁ ଲଭ୍ସ ବୁକ୍ସ ହେଲା, ଗୋଟେ ଲୋକ ଯେ ବହିମାନଙ୍କୁ ପସନ୍ଦ କରିବା ଭଲ ପାଏ ତ ତାକୁ ଆମେ ବିବ୍ଲିଓଫାଇଲ୍ ବୋଲି କହୁଛେ। କ'ଣ? ବିବ୍ଲିଓଫାଇଲ୍। ନେକ୍ସଟ ଏ ରିମେଡି ଫର୍ ଅଲ୍ ଡିଜିଜ୍ ହେଲା, ମାନେ ସବୁ ଡିଜିଜ୍ର ଗୋଟିଏ ସାଧନ ବା ଗୋଟିଏ ଔଷଧକୁ ଆମେ କ'ଣ କହିବା, ତାକୁ ଆମେ ପାନାସିଆ ବୋଲି କହୁଛେ। କ'ଣ? ପାନାସିଆ। ନେକ୍ସଟ ଏ ପର୍ସନ୍ ହୁ ଲୁକ୍ସ ଅନ୍ ଦ ବ୍ରାଇଟ୍ ସାଇଡ୍ ଅଫ୍ ଦ ଥିଙ୍ଗସ୍ ହେଲା, ଗୋଟେ ଲୋକ ଯିଏକି ସବୁ ଜିନିଷର ବ୍ରାଇଟ୍ ସାଇଡ୍ ବା ଉଜ୍ଜଳ ଜିନିଷ ବା ପଜିଟିଭ୍ ଦିଗକୁ ଚିନ୍ତା ରଖେ ତ ତାକୁ ଆମେ କ'ଣ ବୋଲି କହୁଛେ, ତାକୁ ଆମେ ଅପ୍ଟିମିଷ୍ଟ ବୋଲି କହୁଛେ। ହେଲା, ଯିଏ ମଙ୍ଗଳ କାମନା କରେ ଆଉ ଯିଏ ତାର ହେଲା କ'ଣ ବ୍ଲାକ୍ ସାଇଡ୍ ବା ଯେଉଁଟାକୁ ଆମେ ତାର ଅନ୍ଧକାର ସାଇଡ୍ ବା ଯାହାର ଖରାପ ଚିନ୍ତା କରେ ତାକୁ ଆମେ ପେସିମିଷ୍ଟ ବୋଲି କହିଥାଉ। ଏଟାକୁ ମନେ ରଖିନେବେ। ନେକ୍ସଟ ଏ ପର୍ସନ୍ ହୁ ଇଜ୍ ନଟ୍ ସିଓର ଆବାଉଟ୍ ଗଡ୍ସ ଏକ୍ଜିଷ୍ଟେନ୍ସ, ମାନେ ଭଗବାନଙ୍କର ଅସ୍ତିତ୍ୱ ବିଷୟରେ
ଅଜଣା ଥିବା ବ୍ୟକ୍ତିକୁ ଆମେ କ'ଣ କହୁଛେ ତାକୁ ଆମେ କ'ଣ କହିବା ଏଗ୍ନୋଷ୍ଟିକ୍ ବୋଲି କହିବା କ'ଣ ଏଗ୍ନୋଷ୍ଟିକ୍ ଓକେ ନେକ୍ସଟ ଏ ସ୍ପିଚ୍ ମେଡ୍ ବାଇ ୱାନ୍ ପର୍ସନ୍ ହେଲା ଗୋଟେ ଭାଷଣ ବା ସ୍ପିଚ୍ ଗୋଟେ ପର୍ସନ୍ ବା ଜଣେ ଲୋକ ଦ୍ୱାରା ତିଆରି ହେବ ତାକୁ ଆମେ କ'ଣ କହୁଛେ ତାକୁ ଆମେ ମୋନୋଲଗ୍ ବୋଲି କହୁଛେ ଓକେ ନେକ୍ସଟ ହେଉଛି ଏ ଥିଙ୍ଗ ଦ୍ୟାଟ୍ କ୍ୟାନ୍ ନଟ୍ ବି ସିନ୍ ଗୋଟେ ଜିନିଷ ଯେଉଁଟାକୁ ଆମେ ଦେଖିପାରିବା ନାହିଁ ତାକୁ ଆମେ ଇନଭିଜିବୁଲ୍ ବୋଲି କହୁଛେ କ'ଣ ଇନଭିଜିବୁଲ୍ ଓକେ ତାପରେ ନେକ୍ସଟ ୱାନ୍ ହେଉଛି ଏ ପର୍ସନ୍ ହୁ ଆବଷ୍ଟେନ୍ସ ଫ୍ରମ୍ ଆଲକୋହଲ ହେଲା ଗୋଟେ ମଣିଷ ଯିଏକି ଆଲକୋହଲ ବା ଧୂମ୍ରପାନ ବା ମଦ ଠାରୁ ଦୂରେଇ ରହେ ତାକୁ ଆମେ କ'ଣ କହୁଛେ ଟି ଟୋଟାଲର କହୁଛେ କ'ଣ ଟି ଟୋଟାଲର ଓକେ ନେକ୍ସଟ ଏ ଗଭର୍ଣ୍ଣମେଣ୍ଟ ବାଇ ଦ ପିପୁଲ ହେଲା ଗୋଟେ ସରକାର ଯେଉଁଟାକି ଲୋକମାନଙ୍କ ଦ୍ୱାରା କରାଯାଏ ତାକୁ ଆମେ ଡେମୋକ୍ରେସି କହୁଛେ କ'ଣ ଡେମୋକ୍ରେସି ନେକ୍ସଟ ୱାନ୍ ଏ ପର୍ସନ୍ ହୁ କ୍ୟାନ୍ endure pain or hardship without showing feelings ହେଲା ଗୋଟେ ଲୋକ ଯିଏକି ନିଜର ଯନ୍ତ୍ରଣା ବା ଏବଂ କଠିନ ପରିଶ୍ରମ ବା କଠିନ ସମୟକୁ ହେଲା କୌଣସି ଫିଲିଙ୍ଗସ୍ ବା କୌଣସି ହେଲା ମାନେ ଏ ବିଷୟରେ ନ ଦେଖେଇଥାଏ ହେଲା ନ ଦେଖେଇକି ନିଜେ ନିଜେ ସହିଥାଏ ତାକୁ ଆମେ କ'ଣ କହୁଛେ ତାକୁ ଆମେ ଷ୍ଟୋଇକ୍ ବୋଲି କହୁଛେ କ'ଣ ଷ୍ଟୋଇକ୍ ଓକେ ନେକ୍ସଟ ୱାନ୍ ହେଉଛି ୱାନ୍ ହୁ କପିଜ୍ ଦ ରାଇଟିଂସ୍ ଅଫ୍ ଅଦର୍ସ ହେଲା ଅନ୍ୟମାନେ ଜଣଙ୍କର ଲେଖାକୁ ଅନ୍ୟ ଜଣେ ଯଦି କପି କରିଲା ହେଲା ସେଇଟାକୁ ଆମେ କ'ଣ କହୁଛେ ତାକୁ ଆମେ ପ୍ଲାଗିଆରିଷ୍ଟ ବୋଲି କହୁଛେ କ'ଣ ପ୍ଲାଗିଆରିଷ୍ଟ ନେକ୍ସଟ ଏ ସ୍ପିଚ୍ ଡେଲିଭର ଏଟ୍ ଏ ଫ୍ୟୁନେରାଲ ହେଲା ବା ଯେଉଁ ଶବ ପଡ଼ିଲା ବେଳେ ବା ଶବ ଦାହ ସମୟରେ ଗୋଟେ ଯେଉଁ ସ୍ପିଚ୍ ଦିଆଯାଏ ସେଟାକୁ ଆମେ କ'ଣ କହୁଛେ ତାକୁ ଆମେ ୟୁଲୋଜି ବୋଲି କହୁଛେ କ'ଣ କହୁଛେ ୟୁଲୋଜି ତାପରେ ନେକ୍ସଟ ୱାନ୍ ହେଉଛି ଏ ପର୍ସନ୍ ହୁ କମ୍ପୋଜ୍ ପୋଏମ୍ ହେଲା ଯେ ପୋଏମ୍ ମାନଙ୍କୁ କମ୍ପୋଜ୍ କରେ ତାକୁ ଆମେ କ'ଣ କହୁଛେ ପୋଏଟ୍ ବୋଲି କହିଥାଉ ଓକେ ନେକ୍ସଟ ୱାନ୍ ହେଉଛି ଏ ପ୍ଲେସ୍ ୱେର୍ ୱେପନ୍ସ ଆର୍ ମେଡ୍ ଆଣ୍ଡ ଷ୍ଟୋର୍ ହେଲା ଯେଉଁ ଗୋଟେ ଜାଗା ଯେଉଁ ଜାଗାରେ କି ଅସ୍ତ୍ରଶସ୍ତ୍ରକୁ ରଖାଯାଏ କିମ୍ବା ତିଆରି କରାଯାଏ ତାକୁ ଆମେ କ'ଣ କହୁଛେ ଆର୍ସେନାଲ ବୋଲି କହୁଛେ କ'ଣ ଆର୍ସେନାଲ ନେକ୍ସଟ ଏନ୍ ଅଫିସିଆଲ କଲ୍ ଟୁ ଏପିୟର ଇନ୍ କୋର୍ଟ ହେଲା କୋର୍ଟରେ ହେଲା ଏପିୟର ହେବା ପାଇଁ ବା ରହିବା ପାଇଁ ବା କୋର୍ଟକୁ ଯିବା ପାଇଁ ଗୋଟେ ଅଫିସିଆଲ କଲ୍ ଯେଉଁ କରାଯାଏ ଯେଉଁ ନୋଟିସ୍ ଆସେ ତାକୁ ଆମେ କ'ଣ କହୁଛେ ସମନ ବୋଲି କହୁଛେ କ'ଣ ସମନ ନେକ୍ସଟ ୱାନ୍ ହେଉଛି ଏ ପର୍ସନ୍ ହୁ ଇଜ୍ ଫଣ୍ଡ ଅଫ୍ ଫାଇନ୍ ଆଣ୍ଡ ଡ୍ରିଙ୍କସ୍ ହେଲା ଫାଇନ୍ ଫୁଡ୍ ହେଲା ମାନେ ଭଲ ଖାଦ୍ୟ ଏବଂ ଭଲ ପିଇବାର ଯିଏ ଯାହାକୁ ଅଧିକ ପସନ୍ଦ ତାକୁ ଆମେ କ'ଣ କହୁଛେ ତାକୁ ଆମେ ଗୋରମିଟ୍ ବୋଲି କହୁଛେ କ'ଣ ଗୋରମିଟ୍ ଓକେ ନେକ୍ସଟ ୱାନ୍ ହେଉଛି ଏ ଷ୍ଟୋରି ୱିଥ୍ ଏ ମୋରାଲ ଲେସନ୍ ଗୋଟେ ଷ୍ଟୋରି ହେଲା ଯେଉଁଟାକି ଗୋଟେ ଯେଉଁଥିରେ କି ଗୋଟେ ମୋରାଲ ଲେସନ୍ ବା ନୈତିକ ବିଷୟରେ ଗୋଟେ କଥା ଥିବ ତ ତାକୁ ଆମେ କ'ଣ କହୁଛେ ତାକୁ ଆମେ ଫେବୁଲ୍ ବୋଲି କହୁଛେ କ'ଣ ଫେବୁଲ୍ ନେକ୍ସଟ ୱାନ୍ ଏ ପର୍ସନ୍ ହୁ ପ୍ରିଟେଣ୍ଡସ୍ ଟୁ ବି ହ୍ୱାଟ୍ ହି ଇଜ୍ ନଟ୍ ହେଲା ଗୋଟେ ମଣିଷ ଯିଏକି ଛଳନା କରି କି ଯେଉଁଟା ସେ ହେଇନଥିବ ସେଇଟାକୁ ମାନେ ସେଇଟାକୁ ଦେଖିବାକୁ ସେ ଦେଖାଇ ନାହିଁ ବା ଛଳନା କରି ଯିଏ ତ କରେ ତାକୁ ଆମେ କ'ଣ କହୁଛେ ତାକୁ ଆମେ ହିପୋକ୍ରାଇଟ୍ ବୋଲି କହୁଛେ କ'ଣ ହିପୋକ୍ରାଇଟ୍ ନେକ୍ସଟ ୱାନ୍ ହେଉଛି ଏ ପର୍ସନ୍ ହୁ ଇଜ୍ ଗ୍ରିଡି ଫର୍ ମନି ହେଲା ଗୋଟେ ମଣିଷ ଯିଏକି ଲୋଭି ଅଟେ ପଇସା ପାଇଁ ଲୋଭି ଅଟେ ତ ତାକୁ ଆମେ କ'ଣ କହୁଛେ ମାଇଜର ବୋଲି କହୁଛେ କ'ଣ ମାଇଜର ବୋଲି କହୁଛେ ଏଟାକୁ ମନେ ରଖିନେବେ ନେକ୍ସଟ ୱାନ୍ ହେଉଛି ୱାନ୍ ହୁ ୱାକ୍ସ ଇନ୍ ସ୍ଲିପ୍ ଯେ ଶୋଇବା ସମୟରେ ଯିଏ ଚାଲିଥାଏ ହେଲା ନିଦ୍ରାରେ ଯିଏ ଚାଲେ ତାକୁ ଆମେ କ'ଣ କହୁଛେ ତାକୁ ଆମେ ସୋମନାମ୍ବୁଲିଷ୍ଟ ବୋଲି କହୁଛେ କ'ଣ ସୋମନାମ୍ବୁଲିଷ୍ଟ ହେଲା ଆଉ ସୋମନିଲୋକ୍ୟୁଷ୍ଟ ମାନେ ଯିଏ କଥାବାର୍ତ୍ତା କରେ ନିଦ୍ରାରେ ଓକେ ଏ ପର୍ସନ୍ ହୁ ଲିଭ୍ସ ଏଲୋନ୍ ଗୋଟେ ମଣିଷ ଯିଏକି ଏକାକୀ ବାସ କରେ ତାକୁ ଆମେ କ'ଣ କହୁଛେ ତାକୁ ଆମେ ହର୍ମିଟ୍ ବୋଲି କହୁଛେ କ'ଣ ହର୍ମିଟ୍ ବୋଲି କହୁଛେ ଓକେ ନେକ୍ସଟ ୱାନ୍ ହେଉଛି ଏ ପର୍ସନ୍ ହୁ ହେଲ୍ପ ଅଦର୍ସ ସ୍ପେସିଆଲି ୱିଥ୍ ମନି ହେଲା ପଇସା ପାଇଁ ଯିଏ ଅନ୍ୟ ଜଣକୁ ଯିଏ ସାହାଯ୍ୟ କରେ ତାକୁ ଆମେ କ'ଣ କହୁଛେ ତାକୁ ଆମେ ବେନିଫ୍ୟାକ୍ଟର ବୋଲି କହୁଛେ ଓକେ ନିଜ ଇଚ୍ଛାରେ ଯିଏ କାମ କରେ ତାକୁ ଆମେ ଭୋଲିଣ୍ଟିୟର ବୋଲି କହୁଛେ ଆଉ ଯିଏ ଦାନ କରେ ତାକୁ ଆମେ ଡୋନର ବୋଲି କହୁଛେ ଆଉ ମଣିଷମାନଙ୍କର ଚିନ୍ତନା ଯିଏ ପରର ଉପକାର କରେ ତାକୁ ଆମେ ଅଲ୍ଟ୍ରୁଇଷ୍ଟ ବୋଲି କହୁଛେ ଓକେ ନେକ୍ସଟ ହେଲା ଏ ପ୍ଲେସ୍ ହ୍ୱେର୍ ୱାଇଲ୍ଡ ଆନିମଲ୍ସ ଆର୍ କେପ୍ଟ ତାକୁ ଆମେ କ'ଣ କହୁଛେ ତାକୁ ଆମେ ଜୁ ବା ଚିଡ଼ିଆଖାନା ବୋଲି କହୁଛେ ଯେଉଁ ଜାଗାରେ ବନ୍ୟଜନ୍ତୁଙ୍କୁ ରଖାଯାଏ
तापर नेक्स्ट ए थिंग दैट कैन बी इजिली ब्रोकन गोटे जिनिस जोटा कि सहजरे भंगा जाई पारे ताको आमे फ्राजाइल बोली कहूचे कोन फ्राजाइल ओके नेक्स्ट वन होची हमरो ए पीरियड ऑफ 10 इयर्स ला 10 वर्षर समय को हम कोन कहूची गोटे डिकेड कहूची कोन डिकेड कहूची तापर मिलेनियम कहले 1000 वर्ष को हम बुझिबा एवं सेंचुरी कहले 100 वर्ष को ओके नेक्स्ट वन हु इज ऑल पावरफुल हला जणे जे कि ता पाखरे सब शक्ति अछि ताको हम कोन कहूची ताको हम ओमनीपोटेंट बोली कहूची कोन ओमनीपोटेंट तापर ओमनी प्रेजेंट माने जे सब जाकर विद्यमान रही ताको हम ओमनी प्रेजेंट बोली कहूची एवं जे सब जाने ताको हम ओमनी साइंड बोली कहूची ओके एटा को माने रखि नेबे नेक्स्ट वन हो जे हमरो one person who looks at the dark side of things हला बजे अंधकारटा मु कहिछि एटा को हम पेसिमिस्ट कहूछि हला पेसिमिस्ट नेक्स्ट वन होछि ए कलेक्शन ऑफ पोएम्स हला माने पोएम्स मानकर कलेक्शन को कोन कहा जाय संग्रह को ताको हम बिब्लियोग्राफी सॉरी हम ताको एंथोलॉजी बोली कहूछि कोन कहूछि एंथोलॉजी ओके नेक्स्ट वन होछि ए बुक ऑफ वर्ड्स एंड देयर मीनिंग्स हला गुटे ताको एटा जानि छै एटा डिक्शनरी को हम कहूछि ताको हला वर्ड थिबा एवं तार मीनिंग नेक्स्ट वन होछि ए पर्सन गोटे मनीष जे कि चोरी करे जिनिस गुडी को चोरी करे ताको हम कोन कहूछि ताको हम थीप बा चोर बोली कहूछि तापर रबर माने जे डकायती करे हला ताको हम डकर माने रबर बोली कहूछि एवं पिक पॉकेट माने जे पॉकेट मारे ताको हम पिक पॉकेट बोली कहूछि ओके नेक्स्ट वन होछि वन हु डज नॉट बिलीव इन द इंस्टीट्यूशन ऑफ मैरिज हला मैरिज प्रथा बा विवाह प्रथा रे जे विश्वास न करे ताको हम कोन कहूछि ताको हम मिसोगेमिस्ट बोली कहूछि कोन मिसोगेमिस्ट हला आ सेलिब्रेट माने होछि जे ब्रह्मचर्य पालन करे ताको हम सेलिब्रेट बोली कहूछि एवं बैचलर माने जो पिला मानकर विवाह होई न था वाला कुआरा लोग पिला मानन को बैचलर कहा जाय ओके नेक्स्ट होछि ए बुक कंटेनिंग इनफॉरमेशन ऑन ऑल सब्जेक्ट हला गोटे बही जो बही के सब विषय रे बा सब सब्जेक्ट विषय रे सूचना थाए ताको हम कोन कहूछि ताको हम एनसाइक्लोपीडिया बोली कहूछि कोन एनसाइक्लोपीडिया ओके नेक्स्ट वन होछि एन इंस्ट्रूमेंट फॉर मेजरिंग टेम्परेचर तापमात्रा मापिबा पई जो इंस्ट्रूमेंट को यूज करा जाय ताको हम थर्मोमीटर बोली कहूछि हला बारोमीटर कोन पई ना एटमॉस्फेरिक प्रेशर पई बारोमीटर यूज करा जाय थाय अल्टीमीटर होछि उच्चता नापिबा पई यूज करा जाय हेलीकॉप्टर इस माने हमर एरोप्लेन माने करे ओके नेक्स्ट वन होछि ए पर्सन हु कैन नॉट रीड और राइट माने जने मनीष जे कि लिखि पढी जाने नै ताको हम कोन कहूछि इलिटरेट बा अशिक्षित कहूछि ओके अनएजुकेटेड माने भी सहीया ओके नेक्स्ट क्वेश्चन होछि ए पर्सन हु लेंड्स मनी एट हाई इंटरेस्ट हला गोटे मनीष जे कि पैसा उधार दिए बहुत बड़ इंटरेस्ट तो ताको हम कोन कहूछि ताको हम यूजर बोली कहूछि कोन यूजर बोली कहूछि नेक्स्ट वन होछि ए पर्सन हु बिलीव्स इन फेर जे भाग्य बा कर्म रे विश्वास करे ताको हम कोन कहूछि ताको हम फाटालिस्ट बोली कहूछि कोन फाटालिस्ट नेक्स्ट वन होछि ए बुक रिटन बाय हैंड हला हाथ रे लिखा जेतबा बही को हम कोन कहूछि ताको हम मैन्युस्क्रिप्ट बोली कहूछि नेक्स्ट वन होछि ए पर्सन हु ड्रॉज मैप गोटे मनीष जे कि मैप बा मानचित्र को आंके ताको हम कोन कहूछि ताको हम कार्टोग्राफर बोली कहूछि कोन कार्टोग्राफर नेक्स्ट वन होछि हमरो ए पर्सन हु लव्स हिमसेल्फ टू मच गोटे व्यक्ति जे कि निज को निजे बहुत भलो पाए तो ताको हम नार्सिसिस्ट बोली कहूछि कोन नार्सिसिस्ट बोली कहूछि तो ऑप्शन बी होछि करेक्ट आंसर तो आशा करूछि 50 टी क्वेश्चन आपन मानको भलो लागिथिबो ओके तो थैंक यू।